ଯେମିତି ମୃତ୍ୟୁଞ୍ଜୟ ପ୍ରଧାନ ବୁଲେଇ ବୋଲି ସମସ୍ତେ ଜାଣନ୍ତି, ମୁଁ ଜଣେ ସମାଜସେବୀ। ଏଇ ଆପଣ ଯୋଉ ଏକାମ ଜିଲ୍ଲା ନ୍ୟୁ ରୋଡରେ ସନାତନ ୟୁଥ କ୍ଲବ ତରଫରୁ ଯୋଉ ବ୍ଲଡ ଡୋନେସନ ଆମର ନୂଆ ଗୋଟେ କ୍ଲବ ଆମେ ଆରମ୍ଭ କରିଛୁ, ଯୋଉଟା କି ଏକାମର କାନ ନ୍ୟୁ ରୋଡ ରାସ୍ତା କଡରେ। ଆଉ ଏଇଟା ଲୋକମାନଙ୍କର ହିତ ପାଇଁକି ଆଜି ଆମେ ତାର ଜନ୍ମଦିନ ପାଳନ କରୁଛୁ ସନାତନ କ୍ଲବର। ଆଜି ଆମେ ବ୍ଲଡ ଡୋନେଟ କ୍ୟାମ୍ପ କରିଛୁ, ଯାହାକି ପ୍ରତ୍ୟେକ ରକ୍ତ ହେଉଛି ମୂଲ୍ୟବାନ। ଏହା ଲୋକମାନଙ୍କ ସେବାରେ ଆସିବ। କେତେ ୟୁନିଟ ବ୍ଲଡ ଆଜି କଲେକ୍ସନ ହବା ଲକ୍ଷ୍ୟ ଆଜି ପ୍ରାୟ ଆମେ ଏକ୍ସପେକ୍ଟ କରିଛୁ 50 ୟୁନିଟ୍ ବ୍ଲଡ। କେତେ ମେମ୍ବର ଅଛନ୍ତି ଆମର ସନାତନ କ୍ଲବର ଆପଣ 80 ଜଣ ମେମ୍ବର ଅଛନ୍ତି। ଏଇ ବ୍ଲଡ ଡୋନେସନ ବ୍ୟତୀତ ଆଉ କଣ କଣ କାର୍ଯ୍ୟକ୍ରମ ସନାତନ କ୍ଲବ ଆମର ଗୋମାତା ସେବା, ଆଉ ଗରିବ ଜନସାଧାରଣଙ୍କର ସେବା, ଅନାଥ ମାନଙ୍କର ସେବା, ଇଏ ହଉଛି ଆମର ପତନ। ସାର୍ ଆଜିକା ଡେଟ୍ରେ ମଧ୍ୟ ଗୋଟେ ଆକ୍ସିଡେଣ୍ଟ ହେଲା କି ଥେଲାସେମିଆ ରୋଗୀ ହେଲା ବ୍ଲଡର ଅଭାବ ରହୁଛି, ତେଣୁ କଣ ସରକାରଙ୍କ ପାଖରେ ଆପଣ ଦାବି କରିବେ? ଦାବି ଆମେ କରିବୁନି, ଦାବି ସରକାରଙ୍କୁ ଏତିକି ଜଣେଇବୁ ଯେ ସେମାନଙ୍କୁ କେମିତି କଣ ତାଙ୍କର ବ୍ଲଡ ଟା ପାଇପାରିବେ, କିମ୍ବା ଆମେ କ୍ୟାମ୍ପ ମାଧ୍ୟମରେ ଆମେ ଯୋଗାଇ ଦେବୁ ରୋଗୀମାନଙ୍କୁ, ପେସେଣ୍ଟ ମାନଙ୍କୁ ଥ୍ୟାଲାସେମିଆ ହେବ ଯାହା ଆଗକୁ କଣ ଆମର ଉଦ୍ଦେଶ୍ୟ ସେୟା। ଆଗକୁ କଣ? ଆଉ ସମାଜ ସେବା ଅଛି, ଗୋମାତା ସେବା ଅଛି, ଗରିବ ଗୁରୁଙ୍କ ସେବା ଅଛି, ଅନାଥ ମାନଙ୍କ ସେବା ଅଛି। ସେବା ଗୁଡା କରୁଛନ୍ତି ସରକାର ବିନା ସାହାଯ୍ୟରେ, କେମିତି କଣ ଆଣିଛନ୍ତି କଣ ସରକାର ଏଇଟା ଆମ ଭିତରେ ଡୋନେଟ କଲେକ୍ଟ କରିକି ଆମେ ନିଜ 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 ଭିତରେ। ଆପଣ ଟିକେ ପରିଚୟଟା ଦିଅନ୍ତୁ। ଆକାଶ, ମୁଁ ସନାତନ ୟୁଥ କ୍ଲବର ଜଣେ ମେମ୍ବର। ଭାଇ ମେମ୍ବର ହିସାବରେ କେତେ ଖୁସି ଲାଗୁଛି ଆଜି ଗୋଟେ ବ୍ଲଡ ଡୋନେସନ କ୍ୟାମ୍ପ ଆପଣ କରିଛନ୍ତି? ବ୍ଲଡ ଡୋନେସନ କ୍ୟାମ୍ପ ତ ଆମେ ବହୁତ ଆଗରୁ ଚେଷ୍ଟା କରିଥିଲୁ ଏଇଟା କରିବୁ ବୋଲି। ଗୋଟେ ଏଇ ରୋଡର କାମ ହଉଥିଲା, ଯେହେତୁ ଆମର ଏଠି କ୍ଲବଟେ ଅଛି, ତ ରୋଡର କାମ ସରିଲା ପରେ ଆମେ ବହୁତ ଆଗରୁ ଭାବିଥିଲୁ। ଆଜି ଏଇଟା ହେଇପାରିଲା, ବହୁତ ଖୁସି ଲାଗୁଛି। ସମସ୍ତଙ୍କ ଦ୍ୱାରା ଏକଜୁଟ ହେଇକି ଆମେ ଏଇ ଜିନିଷଟା କରିପାରିଲୁ। ଗୋଟେ ୟୁଥ ମାସ ଯୁବକ ମାନେ ଏଠି କାମ କରୁଛନ୍ତି, ସମାଜକୁ କଣ ବାର୍ତ୍ତା ରହିବ? ସମାଜକୁ ବାର୍ତ୍ତା ସହିତ ସରକାରଙ୍କୁ ବି ବାର୍ତ୍ତା ଦେବୁ। ୟୁଥ ମାନଙ୍କ ପାଇଁ ଯେବେ ସେ ରହିବେ, ୟୁଥ ମାନେ ବହୁତ କିଛି କରିପାରିବେ। ଯେମିତି ଆମେ ଏଇଠି ଗୋଟେ ନୂଆ ରୋଡରେ କିଛି ପିଲା ସଂଗଠନ କରିକି ଗୋଟେ କିଛି ଆୟୋଜନ କରିଛୁ, ଆଗକୁ ତ ଭଲ ଭଲ କାର୍ଯ୍ୟ ଆୟୋଜନ କରିପାରିବୁ। ତ ସେମିତି ଆମକୁ ଯେବେ ୟୁଥ ମାନଙ୍କୁ ଯଦି ଆପଣ ସେମିତି ସହଯୋଗ କରିପାରିବେ ସରକାରଙ୍କ ଦ୍ୱାରା, କଣ ସହଯୋଗ ଆପଣ ଚାହୁଁଛନ୍ତି ସରକାରଙ୍କୁ? ସହଯୋଗ ମାନେ କି ଆମେ ଯେମିତି କିଛି ଏମିତି ପିଲାମାନେ ମିଶିକି, ୟଙ୍ଗ ଜେନେରେସନ ମିଶିକି ଗୋଟେ ପ୍ଲାନିଂ କରିପାରୁଛୁ, ତ ତାଙ୍କ ପାଖରେ ତ ବହୁତ ସାରା ଆଇଡିଆ ଥିବ, ତ ସେମାନେ ଆମକୁ ସେଇ ଜିନିଷରେ ଯଦି ନିୟୋଜିତ କରିପାରିବେ, ଆମେ ଆହୁରି ଆଗକୁ ବଢିବୁ। ଆଉ କେତେ ୟୁନିଟ ବ୍ଲଡ ଆଜି କଲେକ୍ସନ କରିବା ଲକ୍ଷ୍ୟ? ତ ଲକ୍ଷ୍ୟ ରଖିଛୁ 50+ ୟୁନିଟ୍ ବ୍ଲଡ। ଗେଷ୍ଟ କିଏ ଆସୁଛନ୍ତି ଆପଣ? କେସ୍ ଆସିଥିଲେ, ଆମର ଏମଏଲଏ ଆସିଥିଲେ, ସୁଚନ୍ଦ୍ର ଆସିଥିଲେ, ଆଉ ଆମର ମନ୍ନତ ଭାଇ ବି ଆସିବେ। ତାଙ୍କୁ ନିମନ୍ତ୍ରଣ ହେଇଛି। ଆମର ଡିସି ମିସ୍ ଆସିପାରନ୍ତି, ଥାନା ମୈତ୍ରୀ ଭାଇ ଆଇସିଏସ୍ ସମସ୍ତଙ୍କୁ ଆମେ ସ୍ଥାନୀୟ କର୍ପୋରେଟ ସବୁ ଆସିକି ବୁଲିକି ଯାଇଛନ୍ତି। ସମସ୍ତଙ୍କୁ ଆମେ ଇନଭାଇଟ୍ କରିଛୁ।